ମେଘମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ଆମେ ପରମେଶ୍ୱରଙ୍କ ବାକ୍ୟରୁ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପରମେଶ୍ୱରଙ୍କ ବାକ୍ୟରୁ ଗୋଟିଏ ଅଂଶ ପଢ଼ି ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାର 3 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 3 ଅଧ୍ୟାୟ 7 ପଦ ମୁଁ ପାଠ କରିବା ପାଇଁ ଚାହେଁ। ଏହି ସ୍ଥାନରେ ଏ ପ୍ରକାର ଲେଖାଯାଏ, କିନ୍ତୁ ଫାରୁସି ଓ ସାଧୁକୀମାନଙ୍କ ମଧ୍ୟରୁ ଅନେକ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଏହା ବାପ୍ତିଜିକ ଯୋହନ ଫାରୁସି ସାଧୁକୀମାନଙ୍କୁ ସେ ସଚେତନ କରୁଛନ୍ତି, ଅନୁଯୋଗ କରୁଛନ୍ତି ଆଉ ପରାମର୍ଶ ଦେଇ ସେ କହୁଛନ୍ତି। ଜିସାୟ 40 ଅଧ୍ୟାୟର ଭବିଷ୍ୟତବାଣୀ ଅନୁସାରେ ବାପ୍ତିଜିକ ଯୋହନ ଦିନେ ପ୍ରାନ୍ତରରେ ସେ ଉପସ୍ଥିତ ହେଲେ ଆଉ ଜିହୁଦା ପ୍ରଦେଶର ପ୍ରାନ୍ତରରେ ସେ ଘୋଷଣା କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଏହି କଥା ଯେତେବେଳେ ସେ ଘୋଷଣା କଲେ, ସେ ପ୍ରଚାର କଲେ, ଆଉ ସେହି ସମୟରେ ଜେରୁସାଲମ, ସମଗ୍ର ଜିହୁଦା ପ୍ରଦେଶ, ପୁଣି ଜର୍ଦ୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ବାପ୍ତିଜିକ ଯୋହନଙ୍କ ନିକଟକୁ ଆସିବା ପାଇଁ ଲାଗିଲେ। ଆଉ ସେମାନେ ଆପଣା ଆପଣା ପାପ ସ୍ୱୀକାର କରି ଜର୍ଦ୍ଦନ ନଦୀରେ ବାପ୍ତିଜିକ ଯୋହନଙ୍କ ଦ୍ୱାରା ସେମାନେ ବାପ୍ତିଜିତ ହେବା ପାଇଁ ଲାଗିଲେ। ଏହା ଦେଖି ଫାରୁସି ଆଉ ସାଧୁକୀମାନେ ମଧ୍ୟ କ'ଣ କଲେ, ଯେ ସେମାନେ ମଧ୍ୟ ସେଇ ଜର୍ଦ୍ଦନ ନିକଟବର୍ତ୍ତୀ ବା ସେଇ ଜର୍ଦ୍ଦନ ନଦୀ ନିକଟକୁ ସେମାନେ ଆସିଲେ, ଯେପରିକି ଯୋହନଙ୍କ ଦ୍ୱାରା ସେମାନେ ବାପ୍ତିଜିତ ହେବେ। ଏହିପରି ସମୟରେ ବାପ୍ତିଜିକ ଯୋହନ ସେ କହୁଛନ୍ତି ସେମାନଙ୍କୁ ଯେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ପ୍ରିୟମାନେ, ଆଜିର ପ୍ରସଙ୍ଗଟି ଆପଣ ଥମ୍ବନେଲ ମାଧ୍ୟମରେ ଜାଣିପାରୁଥିବେ, ଟାଇଟେଲ ମାଧ୍ୟମରେ ଆପଣ ଜାଣିପାରୁଥିବେ ଯେ ଆଜିର ପ୍ରସଙ୍ଗ ହେଲା, କେଉଁମାନେ କାଳସର୍ପର ବଂଶ। ଆଜିର ପ୍ରସଙ୍ଗ ହେଲା, କେଉଁମାନେ କାଳସର୍ପର ବଂଶ ଆଉ ଏହାର ଅର୍ଥ କ'ଣ? ବାପ୍ତିଜିକ ଯୋହନ ସେମାନଙ୍କୁ କାଳସର୍ପର ବଂଶ ବୋଲି କାହିଁକି କହିଲେ? ଆପଣମାନେ ଏହା ବୁଝିବା ପାଇଁ ମୋ ସହିତ ଆପଣମାନେ ସେହି ମାଥ୍ୟୁ ଲିଖିତ ସୁସମାଚାର 12 ଅଧ୍ୟାୟକୁ ଆସିବେ। 12 ଅଧ୍ୟାୟ 34 ପଦରେ ଏ ପ୍ରକାର ଲେଖାଯାଏ, ଯୀଶୁଖ୍ରୀଷ୍ଟ କହନ୍ତି, ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କି ପ୍ରକାରେ ଭଲ କଥା କହିପାର? କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ପ୍ରିୟମାନେ, ବାଇବଲରେ ଏହି ପ୍ରକାର ଅନେକ ଗୁଡ଼ାଏ ବିଷୟ ରହିଛି ଯାହାକି ଆମକୁ ବୁଝିବା ପାଇଁ କଷ୍ଟ ଲାଗେ, ବୁଝିବା ପାଇଁ ବହୁତ ଅସୁବିଧା ଲାଗେ, ଯଦ୍ୱାରା କି ଆମେ ବୁଝି ନପାରୁ। ମାତ୍ର ବାଇବଲରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମେ ଯେ ବୁଝି ନପାରୁ, ଆମେ ଯେ ତାହା ଜାଣି ନପାରୁ, ଏ ପ୍ରକାର କୌଣସି କଥା ସେ କହିନାହାନ୍ତି। ବାଇବଲରେ ଅନେକ ପ୍ରଶ୍ନ ରହିଛି ଆଉ ସେହି ପ୍ରଶ୍ନର ଉତ୍ତର କେବଳ ବାଇବଲରେ ହିଁ ଆମକୁ ମିଳେ। ଆମେ ଏହି ସ୍ଥାନରେ ଦେଖୁଛୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି, ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କି ପ୍ରକାରେ ଭଲ କଥା କହିପାର? କାଳସର୍ପର ବଂଶ ବୋଲି କହିଲେ ଦୁଷ୍ଟ ଲୋକମାନଙ୍କୁ ବୁଝାଏ, ଅବାଧ୍ୟ ଲୋକମାନଙ୍କୁ ବୁଝାଏ। ସେହି ଯେଉଁ ଫାରୁସି ଆଉ ସାଧୁକୀମାନେ, ସେମାନେ ଭଲ ଲୋକ ନଥିଲେ, ସେମାନେ ଦୁଷ୍ଟ ଲୋକମାନେ ଥିଲେ। କିନ୍ତୁ ସେମାନଙ୍କ ପୂର୍ବରେ ଯେଉଁମାନେ ବାପ୍ତିଜିକ ଯୋହନଙ୍କର ବାକ୍ୟକୁ ଶୁଣି, ତାହାଙ୍କର ଶିକ୍ଷାକୁ ଶୁଣି ସେମାନେ ଅନୁତାପ କଲେ ଆଉ ସେଇ ବାକ୍ୟ ପ୍ରତି ବିଶ୍ୱାସ କରି ଯେଉଁମାନେ ନିଜ ନିଜର ପାପ ସ୍ୱୀକାର କରି ସେମାନେ ବାପ୍ତିଜିତ ହେଲେ, ସେମାନଙ୍କୁ ସେ ବାପ୍ତିସ୍ମ ଦେଲେ। ମାତ୍ର ଯୋହନ ଜଣେ ଭାବବାଦୀ ହେଇଥିବାରୁ ସେ ସେଇ କାଳସର୍ପର ବଂଶମାନଙ୍କୁ ସେ ଚିହ୍ନିଲେ। ସେମାନେ ଯେ ଦୁଷ୍ଟ ଲୋକମାନେ, ସେମାନେ ପ୍ରକୃତରେ ଅନୁତାପ କରିନାହାନ୍ତି, ଏହା ସେ ଜାଣିପାରିଲେ। ତ ଏହି ସ୍ଥାନରେ ଆମେ ଦେଖୁଛୁ ଯେ କାଳସର୍ପର ବଂଶ କହିଲେ କ'ଣ ନା, ଦୁଷ୍ଟ ଲୋକମାନଙ୍କୁ ବୁଝାଏ। ଦୁଷ୍ଟ ଲୋକମାନେ, ଅବାଧ୍ୟ ଲୋକମାନେ, ଆଉ ଏମାନେ
ଆଗାମୀ କ୍ରୋଧରୁ କୌଣସି ପ୍ରକାରେ ରକ୍ଷା ପାଇବେ ନାହିଁ। ପ୍ରିୟମାନେ, ଆଗାମୀ ସମୟରେ ପରମେଶ୍ୱରଙ୍କର ଗୋଟିଏ କ୍ରୋଧର ଦିନ ଆସିବା ପାଇଁ ଯାଉଛି। ଆଉ ସେହି କ୍ରୋଧର ଦିନ ଆସିବା ପୂର୍ବେ ପରମେଶ୍ୱର ଚାହୁଁଛନ୍ତି ଆମେ ତାହାଙ୍କ ବାକ୍ୟ ପ୍ରତି ମନୋଯୋଗୀ ହେବା, ଆମେ ପାପରୁ ମନ ପରିବର୍ତ୍ତନ କରିବା, ଅନୁତାପ କରିବା, ନିଜ ହୃଦୟକୁ ବିଦୀର୍ଣ୍ଣ କରି ଆମେ ପ୍ରଭୁଙ୍କର ପାଦ ଧରି କ୍ଷମା ମାଗି ଆମେ ବାପ୍ତିଜିତ ହୋଇ ପବିତ୍ର ଜୀବନ ଯାପନ କରି ତାହାଙ୍କର ଆଗମନର ଅପେକ୍ଷାରେ ରହିବା। ଏହା ପରମେଶ୍ୱରଙ୍କର ଇଚ୍ଛା ଅଟେ। ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସର୍ପର ଉଦାହରଣ କାହିଁକି ସେ ନେଉଥିଲେ? କାରଣ ସର୍ପ ଯଦି ଆମେ ଦେଖୁ, ପ୍ରଥମ ବିଷୟ, ସର୍ପର ଦୁଇଟି ଜିଭା। ସର୍ପର ଦୁଇଟି ଜିଭା। ଦୁଷ୍ଟମାନଙ୍କର ମଧ୍ୟ ଦୁଇଟି ଜିଭା ଥିଲା ଭଳି ସେମାନେ କଥା କୁହନ୍ତି। ସେହି ମୁଖରେ ସେମାନେ ଲୋକଙ୍କୁ ଅଭିଶାପ ଦିଅନ୍ତି, ସେହି ମୁଖରେ ପରମେଶ୍ୱରଙ୍କର ସେମାନେ ଆରାଧନା କରନ୍ତି। ଦୁଇଟି ମୁଖ ଭଳି। ସେଇ ଗୋଟିଏ ମୁଖରେ ସେମାନେ ମଦ୍ୟପାନ କରନ୍ତି, ଆଉ ଗୋଟିଏ ମୁଖରେ ସେମାନେ ଦ୍ରାକ୍ଷାରସ ବା ପ୍ରଭୁଙ୍କ ମେଜର ଅଂଶୀ ମଧ୍ୟ ହୁଅନ୍ତି। ଏହା ଦୁଷ୍ଟମାନଙ୍କର ସ୍ୱଭାବ। ସର୍ପର ଦୁଇଟି ଜିଭା। ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ନାମଧାରୀ ଖ୍ରୀଷ୍ଟିଆନ ଭାବରେ ମଣ୍ଡଳୀରେ ଅଛନ୍ତି ସତ, ମାତ୍ର ଗୋଟିଏ ମୁଖରେ ସେମାନେ ପ୍ରଭୁଙ୍କର ଗୀତ ମଧ୍ୟ ଗାଆନ୍ତି, ଆଉ ଜାଗତିକ ଗୀତ ମଧ୍ୟ ସେମାନେ ଗାଆନ୍ତି। ପ୍ରଭୁଙ୍କର ଯେଉଁ ମୁଖରେ ସେମାନେ ପ୍ରଭୁଙ୍କର ଆରାଧନା କରନ୍ତି, ସେହି ମୁଖରେ ଦୁଇ ଅକ୍ଷର ଭାଷା ମଧ୍ୟ ସେମାନେ କୁହନ୍ତି। ସେଥିପାଇଁ ଯୀଶୁଖ୍ରୀଷ୍ଟ ଏହି ସର୍ପର ଉଦାହରଣକୁ ସେ କ'ଣ କଲେ ଯେ ଲୋକମାନଙ୍କ ପ୍ରତି ସେ ନେଇ ଶିକ୍ଷା ଦେଉଥିଲେ। ଦ୍ୱିତୀୟ ବିଷୟ, ସର୍ପର ଗୁଣ ଆପଣ ଦେଖିବେ। ସର୍ପ ଯେତେବେଳେ ବାହାରେ ଯେତେବେଳେ ସେ ଗମନ କରେ, ସେ କେବେ ମଧ୍ୟ ସିଧା ଗମନ କରିପାରେ ନାହିଁ। ସେ ଅଙ୍କା ବଙ୍କା ଭାବରେ ସେ କ'ଣ କରେ? ଗମନ କରେ। ସର୍ପ କେତେବେଳେ ସିଧା ହୁଏ? ଯେତେବେଳେ ତାର ଗୃହ ଭିତରକୁ ଯାଏ ବା କଣା ଭିତରେ ସେ ଯେତେବେଳେ ପଶିଯାଏ, ସେ ପୁରା ସିଧା ହେଇକିନା ସେ ଯାଏ। ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ମଣ୍ଡଳୀରେ ଯେତେବେଳେ ସେମାନେ ଆସନ୍ତି, ନମ୍ର ଭାବରେ ଆସନ୍ତି, ସିଧା ହେଇକିନା ଆସନ୍ତି। ସେମାନେ ସାଧୁ ପରି, ଅଧିକ ଭକ୍ତ ଲୋକ ପରି ସେମାନେ ଆସନ୍ତି, କିନ୍ତୁ ମଣ୍ଡଳୀରୁ ବାହାରିଲା ପରେ ସେମାନେ ସର୍ପର ଜୀବନ ପରି। ସେମାନଙ୍କ ଜୀବନ ଶୈଳୀ, ଚର୍ଚ୍ଚରେ ଆସିଲେ ଦୂତ, ବାହାରେ ଥିଲେ ଭୂତ ଭଳି ସେମାନଙ୍କର ଜୀବନ। ସେହି ସାଧୁ କି ପାରୁସୀ ମାନଙ୍କର ଜୀବନ ସେମିତି ଥିଲା। ଯୀଶୁଖ୍ରୀଷ୍ଟ ଆଜି ଆମମାନଙ୍କୁ ଅନୁଯୋଗ କରୁଛନ୍ତି। ପ୍ରିୟମାନେ, ଏହିସବୁ ଶିକ୍ଷା ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗି ନପାରେ। ଆପଣମାନଙ୍କୁ ଭଲ ଲାଗୁ, ଆପଣମାନଙ୍କର ମନୋରଞ୍ଜନ ହେଉ, ଆପଣଙ୍କର ଯେଉଁଟା ପସନ୍ଦ ସେଇଟା କହିବା ପାଇଁ ମୁଁ ଏହିସବୁ ଭିଡ଼ିଓ ଗୁଡ଼ିକ, ଏହିସବୁ ମେସେଜ ଗୁଡ଼ିକ ମୁଁ ରେକର୍ଡ କରୁନାହିଁ। ପରମେଶ୍ୱରଙ୍କର ବାକ୍ୟର ସତ୍ୟତାକୁ ମୁଁ ଆପଣମାନଙ୍କୁ ଯେ ପ୍ରକାର ଜଣାଇ ପାରିବି, ଏହି ଉଦ୍ଦେଶ୍ୟରେ ମୁଁ ଏହି ଛୋଟ ଛୋଟ ଭିଡ଼ିଓ ଗୁଡ଼ିକ ମୁଁ ରେକର୍ଡ କରୁଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ବୁଝିବା ଆମେ କାହାର ବଂଶ। ଆମେ କାଳସର୍ପର ବଂଶ ହେବା ପାଇଁ ଯୀଶୁ ଆମକୁ ବାଛିଲେ ନାହିଁ। ଆମେ ଈଶ୍ୱରୀୟ ବଂଶ, ଆମେ ଖ୍ରୀଷ୍ଟଙ୍କର ବଂଶ ଯେ ପ୍ରକାର ହେବା, ସେଥିପାଇଁ ସେ ଆମକୁ ବାଛିଲେ। ତଳକୁ ସେ କହୁଛନ୍ତି, ଯଦି ଆପଣ ପଢ଼ିବେ ସେଇ ମାଥ୍ୟୁ ଲିଖିତ ସୁସମାଚାର 3 ଅଧ୍ୟାୟ ତାର 8 ପଦରେ ପଢ଼ିବେ, ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ତ ଆମ୍ଭମାନଙ୍କର ପିତା। ମନେ ମନେ ଏପରି କହିବାକୁ ଭାଳ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥର ଗୁଡ଼ାକରୁ ଅବ୍ରାହମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। ଅନେକ ସମୟରେ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ଦାବି କରନ୍ତି, ମୁଁ ପ୍ରଭୁଙ୍କର ଲୋକ, ମୁଁ ଈଶ୍ୱରଙ୍କ ସନ୍ତାନ। ଆମେ ପ୍ରଭୁଙ୍କର ଲୋକ ହେଇ, ଆମେ ଈଶ୍ୱରଙ୍କ ସନ୍ତାନ ହେଇ, ଆମେ ତାହାଙ୍କ ପରି ଆଚରଣ ମଧ୍ୟ କରିବା ଆବଶ୍ୟକ ରହିଛି। ସେଥିପାଇଁ କାଳସର୍ପର ବଂଶ ପରି ସେହି ଫାରୁସୀ ସାଧୁକୀ ମାନେ ଥିଲେ। ସେମାନଙ୍କର ଜୀବନ ସେଇ ସର୍ପର ସ୍ୱଭାବ ଭଳି। ପ୍ରଭୁ ଆମମାନଙ୍କୁ ସେଇ କାଳସର୍ପର ବଂଶରୁ ସେ ଆମକୁ ବାହାର କରି ଆମକୁ ଗୋଟେ ଈଶ୍ୱରୀୟ ବଂଶ କରିଛନ୍ତି, ଆମକୁ ଖ୍ରୀଷ୍ଟଙ୍କର ବଂଶ କରିଛନ୍ତି। ରାଜକୀୟ ଯାଜକ ପରିବାର, ଆମେ ତାହାଙ୍କର ପରିବାରଭୁକ୍ତ ସେ ଆମକୁ କରିଛନ୍ତି। ନିଜର ସନ୍ତାନ ଭାବରେ ସେ ଆମକୁ ଗ୍ରହଣ କରିଛନ୍ତି। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆଜି ଆମେ ପାପରେ ଅଛୁ, ମନ୍ଦତାରେ ଅଛୁ, ଫେରିଆସିବା, ନିଜକୁ ଅନୁତାପ କରିବା, ଆମେ ନିଜକୁ ନମ୍ର କରି ଆମର ପାପକୁ ମାନି ଆମେ ତାଙ୍କ ଘୋଡ଼ ଧରି ନିଜକୁ ସମର୍ପଣ କରି
ଆମେ ତାହାଙ୍କ ସହିତ ପବିତ୍ର ଜୀବନ ଯାପନ କରିବା। ଏହା ପ୍ରଭୁଙ୍କର ଇଚ୍ଛା।